ବାମରା ବନ୍ୟାଞ୍ଚଳ ଭୋଜପୁର ରେଞ୍ଜରେ ଆଜି ରେଞ୍ଜର ଲକ୍ଷ୍ମୀନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମ୍ବଲପୁର ଡିସିଏଫ୍ ଯଦୁମଣି କେରକେଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାମରା ଏସିଏଫ୍ ଆଲୋକ କୁମାର ଷଡ଼ଙ୍ଗୀ, ଏଡିଏମ୍ ଶିବିର କୁମାର ନାୟକ ଏବଂ ଡକ୍ଟର ହୃଦାନନ୍ଦ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଶିବିରରେ ବାମରା, ଜମନକିରା, ଭୋଜପୁର ରେଞ୍ଜର ଅଧୀନସ୍ଥ ସମସ୍ତ ବନପାଲ, ବନରକ୍ଷୀ, ପ୍ରତ୍ୟକ୍ଷ ଭିଏସ୍ଏସ୍ କମିଟିର ସଭ୍ୟମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ନିଆଁ ଦାଉରୁ ଜଙ୍ଗଲକୁ କିପରି ସୁରକ୍ଷା ଦିଆଯାଇପାରିବ ଏବଂ ନିଆଁ ଲାଗିବା ପୂର୍ବରୁ ଜନସାଧାରଣଙ୍କୁ କିପରି ସଚେତନ କରାଯାଇପାରିବ ସେ ନେଇ ଅତିଥିମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ସୁଚାରୁ ରୂପେ ତୁଲାଇବାରେ ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ସନ୍ତୋଷ ସାମଲ, ଲକ୍ଷ୍ମୀଧର ବିନ୍ଧାଣୀ ଏବଂ ଜିତ୍ ପ୍ରକାଶ ପାଣିଗ୍ରାହୀ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ଜମନକିରାରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। ଆମେ ଲୋକଙ୍କୁ ସଚେତନ କରିବା ପାଇଁ ଆମର ଯେଉଁ ଭିଏସ୍ଏସ୍ ରହିଛି ଆମ ରେଞ୍ଜର ଭିଏସ୍ଏସ୍ ଗୁଡ଼େ ମାନେ 26ଟା ରେଞ୍ଜର ଆମ 26ଟା ଭିଏସ୍ଏସ୍ର ପ୍ରେସିଡେଣ୍ଟ, ସେକ୍ରେଟାରୀ, ଏନିମେଟର ଏମାନଙ୍କୁ ଡକା ହେଇଥିଲା, ପ୍ଲସ୍ ଗାର୍ଡ଼ ଫରେଷ୍ଟର ଏମାନଙ୍କୁ ଡକା ହେଇଥିଲା। ତାପରେ ଆମକୁ ଯେଉଁ ସଚେତନତା କରିବା ପାଇଁ ଆମେ ସର୍କଲରୁ ଆମର ଆସିଥିଲେ ଡିସିଏଫ୍, ଡିଏଫ୍ ଆସିଥିଲେ, ଏସିଏଫ୍ ଆସିଥିଲେ, ଆମର ଡକ୍ଟର ୱାଇଲ୍ଡ ଲାଇଫ୍ ୱାର୍ଡେନର ଡକ୍ଟର ହୃଦାନନ୍ଦ ବାବୁ ଆସିଥିଲେ। ଏଇଭଳିଆ ଆସିକରି ଲୋକଙ୍କୁ ଏ ଯେଉଁ ନିଆଁ ଲାଗୁଛି ପ୍ରତିବର୍ଷ କେମିତି କଣ୍ଟ୍ରୋଲ ହେବା ସେଇ ହିସାବରେ ସଚେତନ କରିବା ପାଇଁ ଲୋକଙ୍କୁ ଆମେ ପ୍ରବୃତ୍ତ ହେଲେ। ନିଆଁ କେମିତି ଲିଭିବ, ଲୋକଙ୍କ ପାଖରେ କେମିତି ବାର୍ତ୍ତା ପହଞ୍ଚିବ, ସମସ୍ତେ ଯେମିତି ବାର୍ତ୍ତା ପହଞ୍ଚେଇବେ ସେଇ ହିସାବରେ ଉଦ୍ବୋଧନ ଦିଆହେଲା। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।